ଝାଡ଼ ଭଙ୍ଗା ଶୀତଟା ମୋ ସ୍ୱାମୀକି ଏତେ ସକାଳୁ ସକାଳୁ କଷ୍ଟ ଦେବ ବୋଲିକି ମୋତେ ଜଣା ନଥିଲା। ମୁଁ ସାଡ଼େ ବାସି କାମଟେ କଲା ବେଳକୁ ମୋ ସ୍ୱାମୀ କାଶିକି ତଣ୍ଟି ପୁରା ଫଟେଇ ଦେଉଥାନ୍ତି। ଆଉ ଛାତିକି ତାଙ୍କର ଏତେ କଷ୍ଟ ହେଉଥିଲା, ଏତେ କଷ୍ଟ ହେଉଥିଲା। ସସ୍ମିତା ଟିକେ ପାଖକୁ ଆସିଲ ଆଉ ମୁଁ ସାଡ଼େ ବାସି କାମ ସାରିକି ହାତରେ ଧୋଇକି ଆସିଲା ବେଳକୁ ମୋ ସ୍ୱାମୀକି ଆସି ପଚାରିଥିଲି କ'ଣ ହେଲା କିଲୋ? କୁହନି ସସ୍ମିତା, ଆଜି ବହୁତ କାଶ ହେଉଛି, ବହୁତ କଷ୍ଟ ହେଉଛି, ଛାତିକି ମୋର ବଥା କରିଗଲାଣି, କିଛି ଗୋଟେ କର। ମୁଁ ତମେ ତ ମନା କରିଥିଲି ନା ଲୋ, କାଲି ଯାଇକି ଆମ ଗଡ଼ିଆରେ ପହଁରି ଯେ ଭାକୁର ମାଛ ଧରିବା ପାଇଁ। ତମେ କ'ଣ ମୋ କଥା ଶୁଣିଲ? ଏବେ କେତେ କଷ୍ଟ ପାଉଛ ଜାଣିପାରୁଛ, ଦେଖିପାରୁଛ ତ? ଆଉ ମୁଁ ଡେରି ନ କରିକି ଚାଲି ଯାଇଥିଲି ଜଡ଼ିବୁଟି ଔଷଧ ତିଆରି କରିବା ପାଇଁ। ଆଉ ଆପଣମାନେ ଜାଣିଛନ୍ତି ସମସ୍ତେ, ଏବେ ଶୀତ ଯେଉଁ ମୁଁ ପଡ଼ିଛି ପୁରାପୁରି ଆମର ଜାଡ଼ ଶୀତଟେ ପକେଇଛି, ସମସ୍ତଙ୍କୁ ଦେହକୁ ଥଣ୍ଡା ଜ୍ୱର କାଶ ବହୁତ ହେଉଛି। ଆଉ ଏଟା ହେଉଛି ଏଇ ଔଷଧଟା ମୁଁ ତିଆରି କରୁଛୁ ଯେ ମୁଁ ଏଟା ମୋ ମାଆ ଶିଖେଇଥିଲେ। ଆମେ ଯେତେବେଳେ ଛୋଟ ଛୋଟ ଥିଲେ ବହୁତ ଏମିତି କାଶ ହେଉଥିଲା। ଆଉ ମୋ ମାଆ ସକାଳେ ସକାଳେ ତ ସଙ୍ଗେ ସଙ୍ଗେ ଯାଇ ମେଡ଼ିସିନ ଦୋକାନରେ ଔଷଧ ଆଣି ହେବନି, ସେଥିପାଇଁ ମୋ ମାଆ ଅଦା ଥାଏ ଘର ସବୁବେଳେ, ଆଉ ଅଦା ରସ କାଢ଼ିକି ମୋ ମାଆ ତିଆରି କରିଥାଏ ଜଡ଼ିବୁଟି ଔଷଧଟା। ମୁଁ ସେଇ ଔଷଧଟା ତିଆରି କରିବା ପାଇଁ ଲାଗିଯାଇଥିଲି। ଆଉ ଟିକେ ବହୁତ ସାରା ରସ ବାହାର କରିଦେଇକି ଅଦାରୁ ଟିକେ ଗ୍ୟାସ୍ରେ ଉଷୁମ କରିଦେଇଥିଲି। ଆଉ ଉଷୁମ କରିଦେଇକି ଗେଲିଆ ବାପାଙ୍କୁ ନେଇକି କତିକି ଚାଲି ଯାଇଥିଲି। ଆଉ ଗେଲି ଝିଅ ଆମର ଯେଉଁ ମହୁ ଫେଣା ଆମର ଗାଉଁଲିରେ ଅଛି, ଆମର ବୁଥିଲେ ମହୁ ଆଣିଥିଲେ ଗେଲିଆ ବାପା। ଆଉ ଗେଲି ଝିଅ ସେପଟେ ମହୁ ବୋତଲଟେ ନେଇକି ଆସିକି ମୋ ଟିକେ ଯେଉଁ ଅଦା ରସରେ ଟିକେ ବହୁତ ସାରା 25 ଗ୍ରାମ ପାଖାପାଖି ଅଦା ରସରେ ମିଶାଇ ଦେଇଥିଲା। ଆଉ ମୁଁ ତାକୁ ଟିକେ ଭଲସେ ଗୋଳେଇ ଦେଇକି ଆଉ ଗୋଟେ ଲମ୍ବା ମୁଣ୍ଡିଆଟେ ଟିକାଟେ ମାରିଦେଇଥିଲି ଗେଲିଆ ବାପାଙ୍କୁ। ଗେଲିଆ ବାପାଙ୍କୁ ବହୁତ କଷ୍ଟ ହେଉଥିଲା, ଘରମଣି ଆଉ ଟୋଟାଲି ସହି ହେଉନି। ଆଉ ମୁଁ ଡେରି ନ କରିକି ଗେଲିଆ ବାପାଙ୍କୁ ଟିକେ ଖୋଇ ଦେଇଥିଲି। ଆଉ ଗେଲି ଝିଅ କହୁଥିଲା, ମୋ ବାପା ଏ ଅବସ୍ଥା କେମିତି ତୁମର ହେଲା? କାହିଁକି ତୁମେ ଡବଲ କରି ଗଡ଼ିଆରେ ପହଁରୁଥିଲ କହିଲେ? ଏବେ କେମିତି ଲାଗୁଛି? ମୋ ଘରମଣି ଯେଉଁଠି ଥିବ ଚଟାପଟ ମୋ ଦେହ ଭଲ ହେଇଯିବ। ଆଉ ଗେଲିଆ ବାପାଙ୍କ କତିରେ ଏଇ କଥାଟା ଶୁଣିକି ମୋତେ ବହୁତ ଖୁସି ଲାଗିଥିଲା। ଆଉ ଗେଲି ଝିଅ ଯାଇକି ମୋ ବାପା ଏବେ ଭଲ ହେଇଛି ବୋଲିକି ଗେଲି ଝିଅ ଯାଇକି ବାପାଙ୍କୁ ଟିକେ ଗେଲ କରିଦେଇଥିଲା ଗେଲିଆ ବାପାଙ୍କୁ। ଆଉ ସେପଟରେ ଗେଲି ଝିଅ କହୁଥିଲା, ସମସ୍ତେ ବାପା ମାଆ ସକାଳୁ ସକାଳୁ କେମିତି କାମ ବ୍ୟସ୍ତରେ ଲାଗିଛନ୍ତି, ମୋ ଖାଇବା କଥା ସମସ୍ତେ ଭୁଲି ଯାଉଛନ୍ତି। ଆଉ ଗେଲି ଝିଅ ଯାଇକି ଟିକେ ମୋ କୂଳରେ ବସି ପଡ଼ିଥିଲା। ଆପଣମାନେ ତ ସମସ୍ତେ ଜାଣିଛନ୍ତି ଗେଲି ଝିଅଟା କେତେ ଫୁଲେଇଟେ, ମୋ ଗେଲିଟେ। ଆଉ ମୁଁ କହିଥିଲି, ମୁଁ ପୁରା କାମ କରୁଛୁ ମା, ଆଳୁଟେ ବସେଇଲେଣି ଦେଖୁନି, ବାପା ଗୁପଚୁପ ଦୋକାନଟେ ନେଇକି ଯିବେ, ଆଉ ହେଉଛି ତୁ ନିଜେ ଯାଇ ଖାଇଦେ। ନା ମା, ସେ ମୋର ଯେଉଁ ଜନ୍ମଦିନ ଯାଇଥିଲା କେକ୍ ଯେମିତି ଥିଲା, ତମେ ଫ୍ରିଜ୍ରୁ କାଢ଼ି ମୋତେ ଭଲସେ ଖଣ୍ଡେ କାଟିଦେଲ। ଆଉ ଡେରି ନ କରିକି ଯାଇକି ମୁଁ ଖଣ୍ଡେ କାଟିଲା ବେଳକୁ ଗେଲି ଝିଅ କହୁଥିଲା, ଆଜି ମୋ ମାଆର ବର୍ଥଡେ। ମୁଁ ହସିଥିଲି, ମୁଁ କହିଲି ହଁ ଲୋ, ତୋର ବର୍ଥଡେ ସରିଯାଇଛି, ତୁ ପୁରା କେକ୍ ଖାଇବୁ ଲୋ ମା, ତୋତେ କାଟି ଦେଉଛି। ଆଉ ଗେଲି ଝିଅ କହୁଥିଲା, ମା ସେ କୁକୁରଟା ମୋତେ ଟିକେ କାଟିକି ଦେଲ। ଆଉ ଗେଲି ଝିଅ କେମିତି ଟାକୁଲ କରିକି କେକ୍ ଟିକେ ଗୋଟେ ଖାଇଦେଉଛି। ଆଉ ଗେଲି ଝିଅକୁ ବହୁତ ଭଲ ଲାଗିଥିଲା। ରହିଲି, ଜୟ ଜଗନ୍ନାଥ।